କୁହାଯାଏ ଯେ ମନୁଷ୍ୟ ନିଜ ଜୀବନରେ ଯେତେ ସଫଳତା ହାସଲ କରି ଯାଏ ବା ସଫଳ ହୋଇଯାଏ ସେତେ ଶୀଘ୍ର ତାଙ୍କ ଶତ୍ରୁ ସଂଖ୍ୟା ବଢ଼ି ଯାଏ। ଏହାର ଦୋଷ କାହାକୁ ତ ଭୁଲ ହୋଇପାରେ। ଏଥିପାଇଁ ଆଜି ଏ ଭିଡ଼ିଓରେ ଜାଣିବା ଚାଣକ୍ୟଙ୍କର 6ଟି ନୀତିଗୁଡ଼ିକ ବିଷୟରେ, ଯେଉଁଥିରେ ଆପଣ ଆପଣଙ୍କର ଶତ୍ରୁ ସହ ବିନା ଲଢ଼ି ତାଙ୍କୁ ବର୍ବାଦ କରିପାରିବେ। ତେବେ ଏହି ଚମତ୍କାର ନୀତିଗୁଡ଼ିକ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଓ ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟି ସମସ୍ତଙ୍କ ପାଇଁ ପହଞ୍ଚିପାରିବ। ହୁଏତ ଏହା କାହା ପାଇଁ ଜାଣିବା ଜରୁରୀ ହୋଇପାରେ। ଚାଲନ୍ତୁ ଜାଣିବା। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଏହା ହେଉଛି କଳିଯୁଗ। ଏହି କଳିଯୁଗରେ ଏମିତି ହେବା କୌଣସି ବଡ଼ କଥା ନୁହେଁ। ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଫଳତାରେ ଖୁସି ହେବା ପରିବର୍ତ୍ତେ ତାଙ୍କ ପ୍ରତି ଈର୍ଷାରେ ଜଳାନୟ ଭାବ ରଖିଥାଏ। ଏହି ଜଳାନୟ ଯୋଗୁଁ ସେ ସାମ୍ନା ଲୋକର ଶତ୍ରୁ ହୋଇଯାଇଥାନ୍ତି। ସବୁ ପରିସ୍ଥିତିରେ ସଫଳ ବ୍ୟକ୍ତିକୁ ତଳେ ପକାଇବାକୁ ମଧ୍ୟ ଚାହିଁଥାନ୍ତି। ଏହି ଶତ୍ରୁଠାରୁ କିପରି ରକ୍ଷା ପାଇହେବ, ଏହିର ପ୍ରଶ୍ନ ଆପଣଙ୍କ ମନରେ, ଆମ ସମସ୍ତଙ୍କ ମନରେ ଚାଲିଥାଏ, ଯେଉଁ କାରଣରୁ ଆମେ ଅଧିକ ଚିନ୍ତିତ ହୋଇଥାନ୍ତି। ଏଥିରୁ ବଞ୍ଚିବା ପାଇଁ ଆମେ ଉପାୟ ଭାବି ହୋଇଥାନ୍ତି। ତେଣୁ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆଜି ଆପଣ ଜାଣିବେ କି ଭାରତର ମହାନ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କିଛି କଥା ଜାଣିଲେ ଯାହା ଆପଣ ଆପଣଙ୍କ ଜୀବନରେ ପ୍ରୟୋଗ କରିବେ ତ ଶତ୍ରୁ ଆପଣଙ୍କୁ ହଇରାଣ କରିବାର ପ୍ରତ୍ୟେକ ଚେଷ୍ଟା ବିଫଳ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ଯେତେ ପ୍ରଚଳିତ ଓ ଉପଯୋଗୀ ଥିଲା, ସେତିକି ଆଜିର ସମୟରେ ବି ସେ ମାନବ ଜୀବନର ଶୈଳୀ ମଧ୍ୟ ପ୍ରତ୍ୟେକ ସ୍ଥିତିର ନିଜ ନୀତିଗୁଡ଼ିକୁ ପରସିଛନ୍ତି। ସେ ସ୍ୱାସ୍ଥ୍ୟର ହେଉ କି ଶିକ୍ଷାର ହେଉ, ମିତ୍ରର ହେଉ କି ବ୍ୟବସାୟର, ଆଚାର ବିଚାର ତଥା ଅନ୍ୟ କୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉ, ଯେଉଁଠାରୁ ଆଜି ଆମେ ଜାଣିବା ଶତ୍ରୁ ସହ କିପରି ସାମ୍ନା କରିପାରିବା, ଯାହା ଉପଯୋଗ କଲେ ଜୀବନରେ କେବେ ବି କୌଣସି ଦ୍ୱନ୍ଦ୍ୱରେ ଫସିବେ ନାହିଁ। ଯଦି ଫସିଗଲେ ତ ଚାଣକ୍ୟଙ୍କର ନୀତି ଦ୍ୱାରା ଆପଣ ରକ୍ଷା ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ 6 ନୀତିଗୁଡ଼ିକ। ପ୍ରଥମ, ଚାଣକ୍ୟ କହିଛନ୍ତି କି ସବୁବେଳେ ଧର୍ମର ଜୟ ହୋଇଥାଏ ଓ ଅଧର୍ମର ବିନାଶ ହୋଇଥାଏ। ଏଥିପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ କି ସେ ଶତ୍ରୁର ବିନାଶ କରିବା ପାଇଁ କ୍ରୋଧରେ ଆସି ଧର୍ମ ଛାଡ଼ି ଅଧର୍ମ ମାର୍ଗରେ ଚାଲିବା ଉଚିତ ନୁହେଁ। କାରଣ କାହିଁକି ନା ମଣିଷ କିଛି ବି କରିଥାଏ, ଯେତେ ବି ଉପାୟ କରିବାର ଯୋଜନା କରୁନା କାହିଁକି, ସେ ଧର୍ମକୁ କେବେ ବି ପରାଜିତ କରିପାରିବ ନାହିଁ। ସବୁବେଳେ ଧର୍ମର ବିରୁଦ୍ଧରେ ଠିଆ ହୋଇଥିବା ଲୋକ ହିଁ ବିନାଶ ହୋଇଥାଏ। ଯେମିତି 100 କୌରବ ଭାଇମାନଙ୍କୁ 5 ଜଣ ପାଣ୍ଡବ ନାଶ କରିଦେଇଥିଲେ। ଏଥିପାଇଁ କେବେ ବି ଧର୍ମର ରାସ୍ତାକୁ ଛାଡ଼ିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମନୁଷ୍ୟ ହାତରେ କିଛି ବି ନଥାଏ। ଏହି ସଂସାରରେ ଏମିତି କେତେଗୁଡ଼ିଏ ଲୋକ ଅଛନ୍ତି ଯେ ସବୁବେଳେ ଭାବିଥାନ୍ତି ଆମେ ଆମ ଶତ୍ରୁକୁ ବର୍ବାଦ କରିଦେବୁ, ନାଶ କରିଦେବୁ, ନିଜ ଶତ୍ରୁକୁ ସବୁଦିନ ପାଇଁ ଶେଷ କରିଦେବୁ। କିନ୍ତୁ ଆପଣ କେବଳ ନିଜ ଶତ୍ରୁକୁ ଭୟଭୀତ କରିପାରିବେ, ହେଲେ ସେ ଆପଣଙ୍କ ସହ କେବେ ବି ଶତ୍ରୁତା କରିବେ ନାହିଁ। ଏହି ସଂସାରରେ କୌଣସି ବ୍ୟକ୍ତିର ହେଉ ଏହାଠାରୁ ଅଧିକ କିଛି କରିପାରିବ ନାହିଁ, କେବଳ ଡରେଇ ପାରିବେ। କିନ୍ତୁ କାହିଁକି ନା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଜନ୍ମ ମୃତ୍ୟୁ ଈଶ୍ୱରଙ୍କ ହାତରେ ଅଛି। ଏହି ସଂସାରରେ ଏମିତି କେହି ବ୍ୟକ୍ତି ନାହିଁ ଯେ ମନୁଷ୍ୟକୁ ଜନ୍ମ ମୃତ୍ୟୁ ନିର୍ଦ୍ଧାରିତ କରିପାରିବ। କାହିଁକି ନା ସଂସାରର ପାଳନକର୍ତ୍ତା ସ୍ୱୟଂ ନାରାୟଣକର୍ତ୍ତା ଅଟନ୍ତି। ଦ୍ୱିତୀୟ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମୂର୍ଖ ବ୍ୟକ୍ତି ନିଜ ଦୋଷକୁ ନ ଦେଖି ଅନ୍ୟର ଦୋଷକୁ ଦେଖିଥାନ୍ତି। ମୂର୍ଖ ମନୁଷ୍ୟର ଏହି ସ୍ୱଭାବ ହୋଇଥାଏ କି ସେ ନିଜର ଅବଗୁଣକୁ ନ ଦେଖି ଅନ୍ୟ ବ୍ୟକ୍ତିର ଦୋଷକୁ ଖୋଜିଥାନ୍ତି। ସେ ନିଜର ଅପରାଧୀମାନେ ଓ ଅନ୍ୟର ଅପରାଧ ତାଙ୍କ ଦୋଷକୁ ଖୋଜି ହୋଇଥାନ୍ତି। ମୂର୍ଖ ବ୍ୟକ୍ତିର ଏହି ସ୍ୱଭାବ ହୋଇଥାଏ କି ତାଙ୍କୁ ନିଜର ଭୁଲ କେବେ ବି ଦେଖାଯାଏ ନାହିଁ। ଏଥିପାଇଁ ତାଙ୍କ ସାମ୍ନାରେ ଆପଣ କେତେବେଳେ ବି ଠିକ୍ କରିନିଅନ୍ତୁ, ସେ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିବେ ହିଁ କରିବେ। ସେଥିପାଇଁ ଆପଣଙ୍କ ତାଙ୍କ ସହିତ ତର୍କ ନ କରି ଉଚିତ ନୁହେଁ ତାଙ୍କ ସଙ୍ଗେ ତର୍କ କରିବା। ତୃତୀୟ, ଚାଣକ୍ୟ କହିଛନ୍ତି କି କୌଣସି ବି ବ୍ୟକ୍ତି ନିଜ ଶତ୍ରୁକୁ ଦୁର୍ବଳ ଭାବିବା ଉଚିତ ନୁହେଁ। ଏହାର ବିପରୀତ, ଯଦି ଆପଣଙ୍କୁ ଭୁଲ ହୋଇଛନ୍ତି ତ ଚାଣକ୍ୟଙ୍କ ଦ୍ୱାରା କହିଥିବା କଥାକୁ ଉପଯୋଗ କରିବା ଉଚିତ। ଶତ୍ରୁ ଜଣେ ହେଉ କି ଅଧିକ ସଂଖ୍ୟାରେ କେବେ ବି ତାଙ୍କ ସାମ୍ନାକୁ ଆସି ବା ଶତ୍ରୁ ଦ୍ୱାରା ବିବ୍ରତ ହୁଅନ୍ତୁ ନାହିଁ। ବରଂ ତାଙ୍କ ପ୍ରତ୍ୟେକ ଚାଲ ଉପରେ ନଜର ରଖନ୍ତୁ
ଅର୍ଥାତ୍ ସତର୍କ ରୁହନ୍ତୁ। ସତର୍କ ହେବା ଦ୍ୱାରା ଆପଣ ଆପଣଙ୍କ ଶତ୍ରୁର ଗତିବିଧି ଉପରେ ନିଶ୍ଚୟ ଦୃଷ୍ଟି ରଖିପାରିବେ। ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ନିଜ ଶତ୍ରୁକୁ ଦେଖି ଡରି ଦୌଡ଼ି ପଳାଇ ଯାଆନ୍ତି ତାଙ୍କ ସେତେ ଶକ୍ତି କ୍ଷୀଣ ହୋଇଯାଏ। ଏଥିପାଇଁ କେବେ ଶତ୍ରୁ ଦ୍ୱାରା ଘେରି ହୋଇଥିବା ଦୌଡ଼ି ଯାଆନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଶତ୍ରୁ ଆପଣଙ୍କ ସମାନ ବୟସୀ ଅଛନ୍ତି ତ ତାଙ୍କୁ ବିନୟପୂର୍ବକ ପରାଜିତ କରାଯାଇପାରେ। ଯେଉଁ ବ୍ୟକ୍ତିର ଶତ୍ରୁ ଅଧିକ ବଳଶାଳୀ ଅଛନ୍ତି ତ ତାଙ୍କୁ ତାଙ୍କ ପରି ବ୍ୟବହାର କରି ପରାଜିତ କରାଯାଇପାରିବ। ନିଜ ଶତ୍ରୁ ବିଷୟରେ ପୁରା ଖବର ହାସଲ କରିନେଲେ ତାଙ୍କ ଉପରେ ଅତି ପ୍ରଶସ୍ତ ବିଜୟ ହାସଲ କରାଯାଇପାରେ। ଏହି କଥାର ଅଧିକ ଧ୍ୟାନ ରଖନ୍ତୁ କି କେବେ ନିଜ ଶତ୍ରୁ ଉପରେ କୃତ୍ରିମ ପ୍ରହାର କରନ୍ତୁ ନାହିଁ, ନିଜେ କରନ୍ତୁ ନାହିଁ। ଚତୁର୍ଥ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମନୁଷ୍ୟ ଜାଣିବୁଝି ଅପରାଧ କରିଥାଏ, କାରଣ ନିଜ ସ୍ୱାଭାବିକ ବୁଦ୍ଧିର ଅନୁରୂପ କୌଣସି କାର୍ଯ୍ୟକୁ ଖରାପ ଭାବି ମଧ୍ୟ ସେହି କାର୍ଯ୍ୟକୁ କରିଥାଏ। ଯେଉଁ ମନୁଷ୍ୟ ପାଖରେ ସଂଯମତା ନଥାଏ ସେ ଏମିତି କରିଥାନ୍ତି। ଅର୍ଥାତ୍ ଯେଉଁ ବ୍ୟକ୍ତି ପାଖରେ ସଂଯମତା ନଥାଏ ସେ ଭ୍ରଷ୍ଟାଚାରୀ ହୋଇଯାଆନ୍ତି। ଏଥିପାଇଁ ପ୍ରତ୍ୟେକ ମନୁଷ୍ୟକୁ ସଂଯମତା ରକ୍ଷା କରିବା ଆବଶ୍ୟକ ଓ ବ୍ୟକ୍ତିକୁ କାହା ଉପରେ କେବେ ବି କ୍ରୋଧ କରିବା ଉଚିତ ନୁହେଁ। ଏଥିପାଇଁ ଚାଣକ୍ୟ କହିଛନ୍ତି କ୍ରୋଧ କରିବାର ଅଛି ତ ପ୍ରଥମେ ନିଜ କ୍ରୋଧ ଉପରେ କ୍ରୋଧ କରନ୍ତୁ। କାହିଁକି ନା କ୍ରୋଧ ମନୁଷ୍ୟର ବିଚାର ଶକ୍ତିକୁ ନଷ୍ଟ କରିଦେଇଥାଏ ଓ ବିଚାର ଶକ୍ତିକୁ ନଷ୍ଟ ହେଲେ ସେ ଅନୁଚିତ କାର୍ଯ୍ୟ କରିଥାନ୍ତି। ଏଥିପାଇଁ କୁହନ୍ତି କି କ୍ରୋଧହୀନ ବ୍ୟକ୍ତି ସମସ୍ତଙ୍କ ନିଜର କରିନେଇଥାନ୍ତି ଓ ସେମାନେ ନିଜ ସ୍ୱଭାବ କାରଣରୁ ବିଶ୍ୱବିଜୟୀ ହୋଇଯାଆନ୍ତି। ଏଥିପାଇଁ ବ୍ୟକ୍ତିକୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ପଞ୍ଚମ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ବୁଦ୍ଧିହୀନ ବ୍ୟକ୍ତି ପିଶାଚ ସହିତ ତୁଳନା ହୋଇଥାନ୍ତି। ବୁଦ୍ଧିହୀନ ବ୍ୟକ୍ତି ସବୁବେଳେ ଘୃଣାର ପାତ୍ର ହୋଇଥାନ୍ତି। ଏହି ବୁଦ୍ଧିହୀନ ଆଚରଣ ପାଇଁ ତାଙ୍କୁ ଲୋକ ସବୁବେଳେ ନୀଚ ଦେଖିଥାନ୍ତି। କିନ୍ତୁ ବୁଦ୍ଧିମାନ ମଣିଷ ନିଜ ହିତ ପାଇଁ ନିଜ ବ୍ୟକ୍ତିକୁ ତ୍ୟାଗ କରିଦିଅନ୍ତି। ଏମାନଙ୍କ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି, କାରଣ ସେମାନେ ଜାଣିଥାନ୍ତି କି ଦୁର୍ଜନ ବ୍ୟକ୍ତି ସହ କେବେ ନିଜର ଭାବ ଯୋଡ଼ିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ ନିର୍ମଳ ହୋଇନଥାଏ, ଯେ ସ୍ୱଭାବରେ ଦୁଷ୍ଟ ଅଟନ୍ତି, ତାଙ୍କ ସହ ମିଶି କୌଣସି ବି କାର୍ଯ୍ୟ କରିବା ଉଚିତ ନୁହେଁ। ସେମାନଙ୍କ ସହ ମିଶି କାର୍ଯ୍ୟ କଲେ ସେ ମନୁଷ୍ୟକୁ କ୍ଷତି ଉଠାଇବାକୁ ପଡ଼ିଥାଏ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେମିତି ପଥର କେବେ ନରମ ହୋଇନଥାଏ, ନିଜ କଠୋର ସ୍ୱଭାବକୁ ଛାଡ଼ିନଥାଏ, ସେହିଭଳି ଦୁଷ୍ଟ ମନୁଷ୍ୟ ନିଜ ସ୍ୱଭାବକୁ ଛାଡ଼ିନଥାଏ। ଏଥିପାଇଁ ଏମିତି ଲୋକଙ୍କଠାରୁ ଯେତେ ଦୂରେଇ ରହିବେ ସେତେ ଆପଣଙ୍କ ପାଇଁ ଭଲ ହୋଇଯିବ। ପଥର ଉପରେ ମୁଣ୍ଡ ପିଟିଲେ ପଥରର କ୍ଷତି ହେବନି, ବରଂ ଆପଣଙ୍କର ହିଁ ହୋଇଥାଏ। ଷଷ୍ଠ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ନିଜ ଶତ୍ରୁ ଉଦଣ୍ଡ ଓ ଉଦ୍ଧତ ହୋଇଥାଏ ତ ତାଙ୍କୁ କଠୋର ଦଣ୍ଡ ଦ୍ୱାରା ହିଁ ନିୟନ୍ତ୍ରଣ କରିପାରିବେ ଓ ଠିକ୍ ମାର୍ଗକୁ ଆଣିପାରିବେ। ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି କଠୋର କଥା କହୁଥିବା ଓ ଦୁଷ୍ଟ ବ୍ୟକ୍ତି ଯେଉଁ ପ୍ରକାର କଥା କହିଥାନ୍ତି ତାଙ୍କୁ ସେହି ପ୍ରକାର କଥା କହି ନିୟନ୍ତ୍ରଣ କରିପାରିବେ। ଶ୍ରୀକୃଷ୍ଣ କହିଛନ୍ତି ଯଦି କୌଣସି ଭୁଲ କଲେ ଲୋକଙ୍କର ଭଲ ହୋଇଥାଏ ତ ସେହି ଭୁଲ କଲେ ପାପ ହୁଏ ନାହିଁ, ବରଂ ପୁଣ୍ୟ ମିଳିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି ସେହି ଭୁଲ କୌଣସି ଭଲ କଥାକୁ ନେଇ ହୋଇଥାଉ। ବିବାଦ ସମୟରେ ଧର୍ମ ଅନୁସାରେ କାର୍ଯ୍ୟ କରିବା ଉଚିତ। କଳହ ସମୟରେ ବି ଧର୍ମର ଧ୍ୟାନ ରଖିବା ଉଚିତ, ଧର୍ମକୁ ଭୁଲିବା ଉଚିତ ନୁହେଁ। ଲଢ଼େଇ ଝଗଡ଼ାର ସମୟରେ ବି ଯେଉଁ ଧର୍ମକୁ ମନେ ରଖିଥାନ୍ତି ଯେଉଁ ବ୍ୟକ୍ତି, ସେଇମାନଙ୍କର ପାପ କରିବାରେ ମଧ୍ୟ ରକ୍ଷା ପାଇଯାଇଥାନ୍ତି। କାହିଁକି ନା ଲଢ଼େଇ କ୍ରୋଧ ସମୟରେ ମନୁଷ୍ୟ କ୍ରୋଧର କିଛି ବି କରିପାରେ, ଯେଉଁଥିପାଇଁ ତାଙ୍କ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିଥାଏ। ଏଥିପାଇଁ ଯାହା କିଛି ବି ହେଉ ମନୁଷ୍ୟ ସବୁବେଳେ ଶାନ୍ତ ରହି ନିଜ ସବୁ ପରିସ୍ଥିତିରେ ସାମ୍ନା କରିବା ଆବଶ୍ୟକ। କ୍ରୋଧ ଯମରାଜ ସମାନ ହୋଇଥାଏ। କ୍ରୋଧକୁ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏମିତି ଲୋକ ବିଶାଳ ସମୁଦ୍ରଠାରୁ ମଧ୍ୟ ଶ୍ରେଷ୍ଠ ହୋଇଥାନ୍ତି। କାହିଁକି ନା ଗୋଟିଏ ସମୟ ଆସିଲେ ସମୁଦ୍ର ନିଜର କୂଳକୁ ଲଙ୍ଗିଦିଏ, ସବୁ ଦୋଷ ବର୍ବାଦ କରିଦିଏ। କିନ୍ତୁ ଯେ ଶ୍ରେଷ୍ଠ ବ୍ୟକ୍ତି ହୋଇଥାନ୍ତି ତାଙ୍କ ସାମ୍ନାରେ ଯେତେ ବଡ଼ ସଙ୍କଟ ଆସୁନା କାହିଁକି, ଯେତେ ବି ବିପରୀତ ପରିସ୍ଥିତି ଆସୁନା କାହିଁକି, ସେ କିଛି ବି ହୋଇଯାଉ, ସେ ନିଜ ସୀମାକୁ ଲଙ୍ଘନ୍ତି ନାହିଁ।
ସେ ନିଜ ମର୍ଯ୍ୟାଦା ଭିତରେ ରହି କଥା କହିଥାନ୍ତି। ଏଥିପାଇଁ ଚାଣକ୍ୟ କହିଛନ୍ତି ଏବଂ ଶ୍ରେଷ୍ଠ ବ୍ୟକ୍ତି ମାନିଥାନ୍ତି। ଶ୍ରେଷ୍ଠ ବ୍ୟକ୍ତି ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ରହିଲି, ଧନ୍ୟବାଦ। ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।